ଏହି ଇମୋସନାଲ ମାଷ୍ଟରୀର ସିକ୍ରେଟ୍ ଏବେ ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି। ଯେଉଁମାନେ ଏହାକୁ ଶୀଘ୍ର ଶିଖୁଛନ୍ତି ସେମାନେ ତାଙ୍କ ଜୀବନ ଚୁପଚାପ ପରିବର୍ତ୍ତନ କରୁଛନ୍ତି। ସିକ୍ରେଟଟା କ'ଣ ଜାଣିବାକୁ ଚାହୁଁଛନ୍ତି? ଭାବନାକୁ କଣ୍ଟ୍ରୋଲ କରିବା ଦରକାର ନାହିଁ, ଭାବନାକୁ ନେତୃତ୍ୱ କରିବା ଶିଖିବା ଦରକାର। ଅଧିକାଂଶ ଲୋକ ତୁରନ୍ତ ରିଆକ୍ଟ କରନ୍ତି, ଚାପି ରଖନ୍ତି କିମ୍ବା ଫାଟି ପଡ଼ନ୍ତି। ଇମୋସନାଲ ମାଷ୍ଟରୀ ତାହା ନୁହଁ। ଏହା ହେଉଛି ଏକ ମୁହୂର୍ତ୍ତ ରହିଯିବା, ନିଜ ଭାବନାକୁ ଦେଖିବା, ତାପରେ ଭାବିଚିନ୍ତି ପ୍ରତିକ୍ରିୟା ଦେବା। ମୁଁ ଭାବନାରେ ଦବି ଯାଇଛି କହିବା ବଦଳରେ କୁହନ୍ତୁ ମୋ ମନ ଏକ ସନ୍ଦେଶ ପାଉଛି ଆଉ ସେଇଟାକୁ ଟିକେ ଅବଜର୍ଭ କରିବାକୁ ଦେଖନ୍ତୁ, ଟିକେ ଅବଜର୍ଭ କରନ୍ତୁ ଆଉ ଦେଖନ୍ତୁ। ପ୍ରୁଭ୍ କରିବା ବଦଳରେ ନିଜକୁ ରେଗୁଲେଟ୍ କରନ୍ତୁ। ଏଇ ଗୋଟିଏ ସିଫ୍ଟ କ୍ଲାରିଟି, କନଫିଡେନ୍ସ ଆଉ କାମ୍ ନିଜକୁ ନିଜ ଆଣିଦିଏ। ଏହା ମୋଟିଭେସନ୍ ନୁହଁ, ଏହା ହେଉଛି ନର୍ଭସ୍ ସିଷ୍ଟମ୍ ଲିଡରସିପ୍। ଏହା ଇଜି ଆଣ୍ଡ ଇଫର୍ଟଲେସ୍ ଲାଇଫ୍ ଡେ 6। ଯଦି ଆପଣ ଭାବନାର ଦାସ ହେବା ବଦଳରେ ଭାବନାର ନେତୃତ୍ୱ ନେବାକୁ ଶିଖିବାକୁ ଚାହୁଁଛନ୍ତି ତାହେଲେ ମୋର ହ୍ୱାଟ୍ସଆପ୍ ଗ୍ରୁପକୁ ଏବେ ଜଏନ୍ କରନ୍ତୁ। ଲିଙ୍କ୍ ମୋର ବାୟୋରେ କିମ୍ବା ଡେସ୍କ୍ରିପସନ୍ରେ ପାଇବେ। ଏବେ ଆସନ୍ତୁ, ଏଇଟା ଆପଣଙ୍କର ଫ୍ୟୁଚର୍। ଜୟ ଜଗନ୍ନାଥ।